ଦେଖିବା ଏଇଟା ହାଇକୋର୍ଟଙ୍କର ଗୋଟିଏ ରହିଛି ନିର୍ଦ୍ଦେଶ ଯେ ସଂରକ୍ଷଣ ଓ ବୟସ ସୀମା କୋହଳ ମାମଲା ଖାରଜ। ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ଅଣସଂରକ୍ଷିତ ବର୍ଗରେ ମିଳିବନି ବୟସ କୋହଳ ସୁବିଧା। ଏଇଟା ବର୍ତ୍ତମାନ ଗଭର୍ଣ୍ଣମେଣ୍ଟର ଯେତେ ସବୁ ନିଯୁକ୍ତି ଚାଲିଛି ଶିକ୍ଷା ସହାୟକ ଠାରୁ ଧରିକି ହାଇସ୍କୁଲ ଟିଚର ଆର୍ଆଇ ଅମିନ ଯାହା ବି ହେଉ ଏଇ ନିୟମ କାର୍ଯ୍ୟକାରୀ ହେବ। ଯଦି ଧରି ନିଅନ୍ତୁ ଜଣେ ଏସ୍ସି ଏସ୍ଟି କିମ୍ବା ଏସ୍ସି ବିସି ବର୍ଗର ପ୍ରାର୍ଥୀ ଯେଉଁମାନଙ୍କର ଏଜ୍ 35 ବର୍ଷ ଯାହା ବି ରହିଛି ଅପର ଏଜ୍ ଲିମିଟ୍ ଧରିନ ବର୍ତ୍ତମାନ ରହିଛି 42 ବର୍ଷ ଜେନେରାଲ ମାନଙ୍କର, ତାହେଲେ 42 ବର୍ଷ ଭିତରେ ଯେଉଁମାନେ ଏସ୍ସି ଏସ୍ଟି ଏସ୍ସି ବିସି ହେଇଥିବେ ସେମାନଙ୍କୁ ଜେନେରାଲ ବର୍ଗରେ ବା ୟୁଆର୍ ବର୍ଗରେ ନିଆଯାଇପାରିବ। 42 ବର୍ଷରୁ ଯଦି 43 ବର୍ଷ ହେଇଛି ସେମାନେ ବୟସର କୋହଳ ନେଇଛନ୍ତି ଏସ୍ସି ଏସ୍ଟି ଏସ୍ସି ବିସି ପାଇଁ, ତାହେଲେ ସେମାନେ ୟୁଆର୍ରେ ଆଉ ସିଟ୍ ପାଇପାରିବେନି ବା ୟୁଆର୍ର ଯେତିକି ପଦବୀ ଅଛି ତା ଭିତରେ ସେମାନେ ନିଯୁକ୍ତି ପାଇପାରିବେନି ଅଧିକ ନମ୍ବର ରଖିଲେ ମଧ୍ୟ। ଇଏ ଗଲା ଏଜ୍ ପାଇଁ। ଆଉ ଗୋଟେ ରହିଛି ଯଦି ଏସ୍ସି ଏସ୍ଟି ଏସ୍ସି ବିସି ହେଇକି ପରୀକ୍ଷା ଫିସ୍ର ବି କୌଣସି ସୁବିଧା ନେଇଥିବେ ସେମାନେ ମଧ୍ୟ ସୁପ୍ରିମକୋର୍ଟଙ୍କର ପୂର୍ବ ନିର୍ଦ୍ଦେଶ ଅନୁସାରେ ୟୁଆର୍ ବର୍ଗରେ ପଦବୀରେ କୌଣସି ନିଯୁକ୍ତି ପାଇପାରିବେନି। ତେଣୁକରି ଯଦି ସଂରକ୍ଷିତ ବର୍ଗର ଥିବା ପ୍ରାର୍ଥୀ କୌଣସି ବି ସୁବିଧା ନେଇଛନ୍ତି ଏଜ୍ ହେଉ ପରୀକ୍ଷା ଫିସ୍ ହେଉ କେତେଟା ଆଟେମ୍ପ୍ଟ ନେବାର ସୁବିଧା ଯେକୌଣସି ଯଦି ସୁବିଧା ନେଇଥିବେ ତାହେଲେ ସେମାନେ ଜେନେରାଲ ବର୍ଗରେ ପାଇପାରିବେ ନାହିଁ।